ଶ୍ରୀ ଦାରୁ ବ୍ରହ୍ମଙ୍କର ଉତ୍ପତ୍ତି। ଅନେକ ଐତିହାସିକଙ୍କ ମତରେ ମହାପ୍ରଭୁ ପ୍ରଥମେ ଅନାର୍ଯ୍ୟ ଦେବଙ୍କ ଦ୍ୱାରା ପୂଜିତ ହେଉଥିଲେ। କେହି କେହି କୁହନ୍ତି ପ୍ରଥମେ ମହାପ୍ରଭୁ ଭଗବାନ ବୁଦ୍ଧ ରୂପେ ପୂଜିତ ହେଉଥିଲେ ଓ ଆର୍ଯ୍ୟମାନେ ଅଧିକୃତ ହେବା ପରେ ଶ୍ରୀ ଜଗନ୍ନାଥ ରୂପେ ପୂଜିତ ହେଲେ। ପୁଣି କେତେକ କୁହନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅନେକ ଯୁଗରୁ ସର୍ବଦେବ କୃଷ୍ଣ ଶ୍ଵେତ ଓ ହଳଦୀ ବର୍ଣ୍ଣ ହୋଇଥିବାରୁ ସେ ସାରା ପୃଥିବୀର ସର୍ବବର୍ଣ୍ଣ ମାନବର ଦେବତା ରୂପେ ପରିଗଣିତ। ବିଗ୍ରହଗଣ ଦାରୁ ନିମ୍ବ କାଠରେ ନିର୍ମିତ, ସେଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦାରୁ ବ୍ରହ୍ମ ବୋଲି କୁହାଯାଏ। ସତ୍ୟଯୁଗର କଥା, ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ଥିଲେ ପରମ ବିଷ୍ଣୁ ଭକ୍ତ। ବିଷ୍ଣୁ ବିଗ୍ରହ ପ୍ରତିଷ୍ଠା କରିବା ଥିଲା ତାଙ୍କର ପ୍ରବଳ ଜିଜ୍ଞାସା। କାଳକ୍ରମେ ସେ ଖବର ପାଇଲେ ଯେ ବିଷ୍ଣୁ ନୀଳଗିରିରେ ନୀଳମାଧବ ରୂପେ ପୂଜିତ ହେଉଛନ୍ତି। ତାଙ୍କୁ ଖୋଜିବା ପାଇଁ ରାଜା ଚାରିଦିଗକୁ 4ଟି ଅନୁଚର ପଠାନ୍ତି, ପରନ୍ତୁ 3 ଦିଗରୁ ବିଷ୍ଣୁଙ୍କର କୌଣସି ଅନୁସନ୍ଧାନ ନ ପାଇ ଦୂତମାନେ ଫେରି ଆସନ୍ତି। କିନ୍ତୁ ପୂର୍ବ ଦିଗକୁ ଅନୁସନ୍ଧାନରେ ଯାଇଥିବା ବ୍ରାହ୍ମଣ ଦୂତ ବିଦ୍ୟାପତି ଖୋଜି ଖୋଜି ଏକ ଶବରପଲ୍ଲୀରେ ପହଞ୍ଚି ନୀଳମାଧବଙ୍କର ସନ୍ଧାନ ପାଆନ୍ତି। ବିଦ୍ୟାପତି ଏହି ଶବର ରାଜ୍ୟରେ ବେଶ କିଛି ଦିନ ରହନ୍ତି, କିନ୍ତୁ କୌଣସି ପ୍ରକାରେ ବିଗ୍ରହର ଦର୍ଶନ ପାଇପାରିଲେ ନାହିଁ। ଶବର ରାଜ୍ୟର ରାଜା ଥିଲେ ବିଶ୍ୱାବସୁ। ତାଙ୍କର ଲଳିତା ନାମରେ ଏକମାତ୍ର ସୁନ୍ଦରୀ କନ୍ୟା ଥିଲା। ବିଦ୍ୟାପତି ଅନୁସନ୍ଧାନରୁ ଜାଣିବାକୁ ପାଇଲେ ଯେ ରାଜା ବିଶ୍ୱାବସୁ ପ୍ରତିଦିନ ଜଙ୍ଗଲ ଆଡ଼କୁ ଯାଆନ୍ତି ଏବଂ ପୂଜା କରି ବହୁତ ସମୟ ପରେ ଫେରନ୍ତି। ଶେଷରେ କୌଣସି ଉପାୟ ନ ପାଇ ବିଦ୍ୟାପତି ବିଶ୍ୱାବସୁଙ୍କର ସୁନ୍ଦରୀ କନ୍ୟା ଲଳିତା ସଙ୍ଗେ ପ୍ରଣୟ ସୂତ୍ରେ ଆବଦ୍ଧ ହୋଇ ବିବାହ କରନ୍ତି। ବିବାହର କିଛି ଦିନ ପରେ ବିଦ୍ୟାପତି ବିଗ୍ରହ ଦର୍ଶନ କରିବା ପାଇଁ ଲଳିତାକୁ ବାଧ୍ୟ କରନ୍ତି। ଶେଷରେ ଅଲି କନ୍ୟାର କଥା ଭାଙ୍ଗି ନ ପାରି ବିଦ୍ୟାପତିଙ୍କୁ ବିଗ୍ରହ ଦର୍ଶନ କରାଇବା ପାଇଁ ରାଜା ବିଶ୍ୱାବସୁ ଏକ ସର୍ତ୍ତରେ ରାଜି ହେଲେ। ସର୍ତ୍ତଟି ହେଲା, ଦର୍ଶନକୁ ଗଲାବେଳେ ଆଖିରେ କପଡ଼ା ବନ୍ଧା ହେବ। ବିଦ୍ୟାପତି ସର୍ତ୍ତରେ ରାଜି ହେଲେ। ରାଜା ବିଶ୍ୱାବସୁ ବିଦ୍ୟାପତିଙ୍କ ଆଖିରେ କଳାପଟି ବାନ୍ଧି ଜଙ୍ଗଲ ରାସ୍ତା ଦେଇ ଗୁମ୍ଫା ଆଡ଼କୁ ନେଇ ଚାଲିଲେ। ମାତ୍ର ବିଦ୍ୟାପତି ଥିଲେ ଅତି ଚାଲାକ। ସେ ଗଲା ପୂର୍ବରୁ ଏକ ପୁଟୁଳିରେ କିଛି ସୋରିଷ ବାନ୍ଧି କଣା କରିଦେଲେ। ଗଲାବେଳେ ପୁଟୁଳିଟି ସୋରିଷ ପଡ଼ି ପଡ଼ି ଯାଉଥାଏ। ଗୁମ୍ଫାରେ ପହଞ୍ଚି ନୀଳମାଧବଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କଲେ ଓ ଅତି ଆନନ୍ଦରେ ଫେରି ଆସିଲେ। ବିଦ୍ୟାପତି ଏହି ସମ୍ବାଦ ରାଜା ଇନ୍ଦ୍ରଦ୍ୟୁମ୍ନକୁ ଜଣାନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନ ଅତି ଆନନ୍ଦରେ ସେହି ବିଗ୍ରହକୁ ନିଜ ରାଜ୍ୟକୁ ଆଣିବା ପାଇଁ ବ୍ୟବସ୍ଥା କରନ୍ତି। ଏହି ଉଦ୍ଦେଶ୍ୟରେ ରାଜା ନିଜର ସୈନ୍ୟ ସାମନ୍ତ ନେଇ ଶବରପଲ୍ଲୀ ଯାତ୍ରା କରନ୍ତି। ବିଦ୍ୟାପତି ଦର୍ଶନକୁ ଗଲାବେଳେ ରାସ୍ତାରେ ଯେଉଁ ସୋରିଷ ପକାଇଥିଲେ ତାହା ଗଛ ହୋଇଯାଇଥିବାରୁ ଗୁମ୍ଫାକୁ ଯିବା ସହଜ ହୋଇଥିଲା। କିନ୍ତୁ ରାଜା ଗୁମ୍ଫାରେ ପ୍ରବେଶ କଲାବେଳକୁ ସେଠାରେ ବିଗ୍ରହ ଅନ୍ତର୍ଦ୍ଧାନ ହୋଇଯାଆନ୍ତି। ନୀଳମାଧବଙ୍କୁ ଦର୍ଶନ ନ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ ଦୁଃଖରେ କାତର ହୋଇପଡ଼ନ୍ତି। ଏହି ସମୟରେ ଆକାଶରୁ ଦେବବାଣୀ ହୁଏ, ରାଜା ଦୁଃଖ କର ନାହିଁ। ପୁରୀର ବାଙ୍କି ମୁହାଣ ଠାରେ ଏକ ଦାରୁ କାଠ ମିଳିବ। ସେହି କାଠ ନେଇ ବିଷ୍ଣୁର ବିଗ୍ରହ ନିର୍ମାଣ କର। ପରଦିନ ସକାଳେ ରାଜା ବାଙ୍କି ମୁହାଣ ଯାଇ ଶତକୁଶତ ଦେଖିଲେ ଏକ ଦାରୁ ଖଣ୍ଡ ମହୋଦଧିରେ ଭାସୁଅଛି। ରାଜା ଅତି ଆନନ୍ଦରେ ବିଭୋର ହୋଇ ଉଠନ୍ତି ଏବଂ ସେହି ଦାରୁ ଖଣ୍ଡକୁ ରାଜପ୍ରସାଦ ନେଇଯାଆନ୍ତି। ଏହି ଦାରୁରେ ବିଗ୍ରହ ନିର୍ମାଣ କରିବା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ କୁଶଳୀ କାରିଗରଙ୍କୁ ଡକାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, କେହି ଗୋଟିଏ ବି କାରିଗର ନିଜର ହସ୍ତରେ ଦାରୁର ଛାଲଟିଏ ଛଡ଼ାଇ ପାରିଲେ ନାହିଁ। ରାଜା ଅତ୍ୟନ୍ତ ଚିନ୍ତାମଗ୍ନ ହୋଇ ପଡ଼ନ୍ତି। ଏତିକିବେଳେ ସ୍ୱର୍ଗର ଶିଳ୍ପୀ ବିଶ୍ୱକର୍ମା ଏକ ବୃଦ୍ଧ ବେଶରେ ରାଜାଙ୍କ ନିକଟରେ ଆସି ମୂର୍ତ୍ତି ଗଢ଼ିବାକୁ କୁହନ୍ତି।
ବୁଦ୍ଧ ଶିଳ୍ପଙ୍କୁ ଦେଖି ରାଜାଙ୍କର ବିଶ୍ୱାସ ହେଲାନି ଯେ ଇଏ ଦାରୁ ବିଗ୍ରହ ଗଠନ କରିପାରିବେ। କିନ୍ତୁ ଯେତେବେଳେ ବୃଦ୍ଧ ନିଜର ନଖରେ କାଠର ଛାଲ ଛଡ଼ାଇବାର ସକ୍ଷମ ହୁଅନ୍ତି, ସେହି କ୍ଷଣି ରାଜା ତାଙ୍କୁ ବିଗ୍ରହ ତିଆର କରିବାକୁ ଅନୁମତି ଦିଅନ୍ତି। ବିଗ୍ରହ ତିଆରି କରିବା ପୂର୍ବରୁ ବୃଦ୍ଧ କାରିଗର ଏକ ଅଦ୍ଭୁତ ସର୍ତ୍ତ ରଖନ୍ତି। ମନ୍ଦିର କବାଟ ବନ୍ଦ କରି 21 ଦିନ ଭିତରେ ଏହି ଦାରୁରେ ବିଗ୍ରହ ଗଠନ କରିବି। ତା ପୂର୍ବରୁ ମନ୍ଦିରର ଦ୍ୱାର ଖୋଲା ହେବନି। ରାଜା ସର୍ତ୍ତରେ ରାଜି ହୋଇ ଶିଳ୍ପୀଙ୍କୁ ବିଗ୍ରହ ଗଠନ ପାଇଁ ଅନୁମତି ଦିଅନ୍ତି। ରାଜା ନିଜେ ଓ ତାଙ୍କ ରାଣୀ ଗୁଣ୍ଡିଚା ପ୍ରତ୍ୟହ ମନ୍ଦିରର ବାହାରେ ରହି ଶିଳ୍ପୀର କାର୍ଯ୍ୟ କରିବାର ଶବ୍ଦ ଶୁଣି ବିଗ୍ରହ ନିର୍ମାଣରେ ଅନୁଭବ କରୁଥିଲେ। କିନ୍ତୁ 15 ଦିନ ପରେ ହଠାତ୍ ରାଜା ଓ ରାଣୀ କେହି ଶବ୍ଦ ଶୁଣି ନ ପାରିବାରୁ ରାଣୀ ବ୍ୟସ୍ତ ହୋଇପଡ଼ିଥିଲେ ଏବଂ କିଛି ଅମଙ୍ଗଳ ଆଶଙ୍କାରେ ରାଜାଙ୍କୁ ଦ୍ୱାର ଖୋଲିବାକୁ ବାଧ୍ୟ କରନ୍ତି। ରାଜାଙ୍କ ଅନିଚ୍ଛା ସତ୍ତ୍ୱେ ରାଣୀଙ୍କ କଥାରେ କବାଟ ଖୋଲି ଦିଅନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଭାବେ ଦେଖାଗଲା ଯେ ଶିଳ୍ପୀ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ଏବଂ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ 4ଟି ବିଗ୍ରହ ଅସମ୍ପୂର୍ଣ୍ଣ ହୋଇ ରହିଛି। ଏହା ଦେଖି ରାଜା ଓ ରାଣୀ ଉଭୟ ଦୁଃଖରେ ବିଳାପ କରିବାକୁ ଲାଗିଲେ। ଏହି ସମୟରେ ରାଜାଙ୍କୁ ଦୈବବାଣୀ ଶୁଣାଗଲା ଯେ ରାଜା, ଏହା ହିଁ ଆମର ଇଚ୍ଛା। ତୁମ୍ଭେ ଏହି ଚତୁର୍ଥା ମୂର୍ତ୍ତିଙ୍କୁ ରତ୍ନ ସିଂହାସନରେ ସ୍ଥାପିତ କରି ପୂଜାର ବ୍ୟବସ୍ଥା କର। ମହାରାଣୀ ଗୁଣ୍ଡିଚାଙ୍କ ଏହି ଭୁଲ ପାଇଁ ତ୍ରିଦେବତା ଅସମ୍ପୂର୍ଣ୍ଣ ହେଲେ।